ରାତିର ଗଭୀର ନୀରବତା, ଚାରିଆଡ଼େ ଶାନ୍ତି। ଆପଣ ଗଭୀର ନିଦ୍ରାରେ ଅଛନ୍ତି। ଦିନ ସାରା ଥକାନ ପରେ ଆପଣଙ୍କ ଶରୀର ଓ ମନ ବିଶ୍ରାମ କରୁଛି ଏବଂ ଠିକ୍ ସେହି ସମୟରେ ହଠାତ୍ ଆପଣଙ୍କ ନିଦ୍ରା ଭାଙ୍ଗିଯାଏ। ଆପଣ ଚକ୍ଷୁ ରଗଡ଼ି ଉଠନ୍ତି। ଏକ ଅଜଣା ଅସ୍ଥିରତା ଅନୁଭବ ହୁଏ। ଆପଣ ସମୟ ଦେଖନ୍ତି ଏବଂ ପ୍ରତ୍ୟେକ ଥର ଭଳି ଘଣ୍ଟାର ସୂଚକ ଗୁଡ଼ିକ ରାତି 3ଟା ଠାରୁ 5ଟା ମଧ୍ୟରେ କୌଣସି ସମୟ ଦେଖାଉଛି ଏବଂ ଆପଣଙ୍କ ନିଦ୍ରା ଭାଙ୍ଗିବାର କାରଣ ହେଉଛି ପରିସ୍ରା ଯିବାର ତୀବ୍ର ଇଚ୍ଛା। ଆପଣଙ୍କ ମଧ୍ୟରୁ କେତେଜଣ ଲୋକ ପ୍ରତି ରାତି ଏହି ଅନୁଭବରୁ ଯାଉଛନ୍ତି। ହୋଇପାରେ ଆପଣ ଏହାକୁ ଏକ ସାଧାରଣ ଶାରୀରିକ କ୍ରିୟା ଭାବେ ଅଣଦେଖା କରିଦିଅନ୍ତି। ଆପଣ ଭାବୁଥିବେ ଯେ ହୋଇପାରେ ରାତିରେ ଅଧିକ ପାଣି ପିଇଥିବେ କିମ୍ବା ଏହା ବଢ଼ୁଥିବା ବୟସର ସଂକେତ ହୋଇପାରେ। କିନ୍ତୁ କେବେ କି ଆପଣ ଏକ ମୁହୂର୍ତ୍ତ ରହି ଭାବିଛନ୍ତି କାହିଁକି? ଆଖିର କାହିଁକି ପ୍ରତିଥର ଆପଣଙ୍କ ନିଦ୍ରା ଏକା ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ 3ଟାରୁ 5ଟା ମଧ୍ୟରେ ହିଁ ଭାଙ୍ଗୁଛି? କାହିଁକି ଏହା ରାତିର 12ଟାରେ ହେଉନାହିଁ କିମ୍ବା ସକାଳ 6ଟାରେ? ଆଜି ଆମେ ଯେଉଁ ରହସ୍ୟରୁ ପରଦା ଉଠାଇବାକୁ ଯାଉଛୁ ତାହା ଜାଣି ହୋଇପାରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ଏହା କୌଣସି ସାଧାରଣ ଘଟଣା ନୁହେଁ, ବରଂ ଏହା ବ୍ରହ୍ମାଣ୍ଡର ଦିବ୍ୟ ଶକ୍ତିଗୁଡ଼ିକର ଏକ ଗଭୀର ଓ ରହସ୍ୟମୟ ସଂକେତ, ଯାହା ସିଧାସଳଖ ଆପଣଙ୍କୁ ପଠାଉଛି। ଏହା ଏକ ଏପରି ପୁକାର ଯାହାକୁ ଆପଣ ଏପର୍ଯ୍ୟନ୍ତ ଅଣଶୁଣା କରିଆସିଛନ୍ତି। ତେଣୁ ଆପଣଙ୍କ ଶ୍ୱାସକୁ ଧରି ବସନ୍ତୁ, କାରଣ ଆଜି ଆପଣ ଜାଣିବେ ଯେ ସକାଳ 3ଟାରୁ 5ଟା ମଧ୍ୟରେ ପରିସ୍ରା ଯିବା ପାଇଁ ଆପଣଙ୍କ ନିଦ୍ରାର ଖୋଲିବା ଆପଣଙ୍କ ଜୀବନକୁ ବଦଳାଇ ଦେବ। ଏକ ଅଦ୍ଭୁତ ରହସ୍ୟ। ଏହା ଆପଣଙ୍କ ପ୍ରାରବ୍ଧ, ଆପଣଙ୍କ ଭବିଷ୍ୟତ ଓ ଆପଣଙ୍କ ଆତ୍ମା ସହିତ ଜଡ଼ିତ ଏକ ଏପରି ସତ୍ୟ ଯାହାକୁ ଜାଣିବା ପରେ ଆପଣ 2 ଥର କେବେ ବି ଏହି ଘଟଣାକୁ ସାଧାରଣ ବୁଝିପାରିବେ ନାହିଁ। ଆମର ପ୍ରାଚୀନ ହିନ୍ଦୁ ଧର୍ମ ଗ୍ରନ୍ଥଗୁଡ଼ିକ, ବେଦ ଓ ପୁରାଣ ଗୁଡ଼ିକରେ ସମୟକୁ କେବଳ ଘଣ୍ଟାର ଟିକ୍ ଟିକ୍ ନୁହେଁ, ସମୟକୁ ଏକ ଜୀବନ୍ତ ଊର୍ଜା, ଏକ ଜୀବନ୍ତ ଶକ୍ତି ରୂପେ ଦେଖାଯାଇଛି। 24 ଘଣ୍ଟାର ପ୍ରତ୍ୟେକ ପ୍ରହରର ନିଜସ୍ୱ ଏକ ବିଶେଷ ଗୁଣ ଅଛି, ନିଜସ୍ୱ ଏକ ବିଶେଷ ଊର୍ଜା ମଧ୍ୟ ଅଛି ଓ ନିଜସ୍ୱ ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି। ଏବଂ ଏହିସବୁ ପ୍ରହର ମଧ୍ୟରେ ଯାହାକୁ ସବୁଠାରୁ ଶକ୍ତିଶାଳୀ, ସବୁଠାରୁ ରହସ୍ୟମୟ ଓ ସବୁଠାରୁ ପବିତ୍ର ସମୟ ମନାଯାଇଛି, ସେହି ହେଉଛି ବ୍ରହ୍ମ ମୁହୂର୍ତ୍ତ, ଅର୍ଥାତ୍ ସକାଳ 3ଟାରୁ ଆରମ୍ଭ କରି 5ଟା ପର୍ଯ୍ୟନ୍ତ ସମୟ। ବ୍ରହ୍ମ ମୁହୂର୍ତ୍ତ, ଏହି ନାମ ହିଁ ନିଜେ ତାହାର ଅର୍ଥ। ବ୍ରହ୍ମର ଅର୍ଥ ହେଉଛି ନିର୍ମାତା କିମ୍ବା ପରମାତ୍ମା ଏବଂ ମୁହୂର୍ତ୍ତର ଅର୍ଥ ହେଉଛି ସମୟ, ଅର୍ଥାତ୍ ଏହା ସ୍ୱୟଂ ପରମାତ୍ମାଙ୍କ ସମୟ। ଏହା ସେହି ସମୟ ଯେତେବେଳେ ସୃଷ୍ଟିର ନିର୍ମାଣ କରୁଥିବା ଊର୍ଜା ନିଜର ଚରମରେ ରହିଥାଏ। ଏହା ସେହି ସମୟ ଯେତେବେଳେ ରାତିର ଅନ୍ଧକାର ଛଟି ଯାଉଛି ଏବଂ ଦିନର ଆଲୋକ ଆସିବାର ପ୍ରସ୍ତୁତି କରୁଛି। ଏହା ସନ୍ଧିକାଳ, ଏକ ଏପରି ଯାଦୁମୟ କ୍ଷଣ ଯେତେବେଳେ ନା ପୁରା ରାତି ହୋଇଥାଏ ନା ହିଁ ପୁରା ଦିନ। ଏହି ପବିତ୍ର ବେଳାରେ ସମସ୍ତ ଦେବୀ ଦେବତା, ମୁନି, ଋଷି ଓ ସିଦ୍ଧ ଆତ୍ମାଗୁଡ଼ିକ ସୂକ୍ଷ୍ମ ରୂପରେ ପୃଥିବୀରେ ବିଚରଣ କରନ୍ତି। ଏହି ସମୟରେ ବ୍ରହ୍ମାଣ୍ଡର ସମସ୍ତ ସକାରାତ୍ମକ ଊର୍ଜାଗୁଡ଼ିକ ପୃଥିବୀର ସବୁଠାରୁ ନିକଟରେ ରହିଥାନ୍ତି। ବାୟୁମଣ୍ଡଳରେ ଏକ ଅଦ୍ଭୁତ ଶାନ୍ତି, ଏକ ଅକଥନୀୟ ପବିତ୍ରତା, ଏକ ଗଭୀର ଦିବ୍ୟତା ମିଶି ରହିଥାଏ। ଏହି ସମୟରେ ସତ୍ତ୍ୱଗୁଣ ନିଜର ଶିଖରରେ ରହିଥାଏ। ଆପଣ ଅନୁଭବ କରିଥିବେ ଏହି ସମୟର ବାୟୁରେ ବି ଏକ ଅଲଗା ତାଜଗୀ ଏବଂ ଶୀତଳତା ରହିଥାଏ। ପକ୍ଷୀଗୁଡ଼ିକର କଳକଳ ରବ ବି ଏହି ସମୟରେ ହିଁ ଆରମ୍ଭ ହୋଇଥାଏ। ମନେହୁଏ ସେମାନେ ବି ଏହି ଦିବ୍ୟ ବେଳାର ସ୍ୱାଗତ କରୁଛନ୍ତି। ଏବେ ଆପଣ ଭାବୁଥିବେ ଯେ ଏସବୁର ଆପଣଙ୍କର ନିଦ୍ରା ଭାଙ୍ଗିବା ଓ ପରିସ୍ରା ଯିବା ସହିତ କ'ଣ ସମ୍ପର୍କ? ସମ୍ପର୍କ ବହୁତ ଗଭୀର, ଏତେ ଗଭୀର ଯେ ଆପଣଙ୍କ କଳ୍ପନାରୁ ବି ପାର। ଯେତେବେଳେ ବ୍ରହ୍ମାଣ୍ଡର ଏହି ସର୍ବୋଚ୍ଚ ଊର୍ଜା, ଏହି ଦିବ୍ୟ ଶକ୍ତି ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚାହାନ୍ତି, ଆପଣଙ୍କୁ କିଛି ସନ୍ଦେଶ ଦେବାକୁ ଚାହାନ୍ତି, ତ ସେ କୌଣସି ସିଧା ମାଧ୍ୟମ ଗ୍ରହଣ କରନ୍ତି ନାହିଁ। ସେ ଆପଣଙ୍କୁ ଜାଗ୍ରତ କରିବା ପାଇଁ, ନିଜର ଉପସ୍ଥିତିର ଅନୁଭବ କରାଇବା ପାଇଁ ଆପଣଙ୍କ ହିଁ ଶରୀରକୁ ମାଧ୍ୟମ କରନ୍ତି। ଆପଣଙ୍କ ଶରୀରରେ ପରିସ୍ରାର ତୀବ୍ର ଇଚ୍ଛା ଉତ୍ପନ୍ନ କରିବା ସେହି ଦିବ୍ୟ ଶକ୍ତିମୟ ଆପଣଙ୍କୁ ଗଭୀର ନିଦ୍ରାରୁ ଜାଗ୍ରତ କରିବାର ସବୁଠାରୁ ସରଳ ଓ ପ୍ରାକୃତିକ ଉପାୟ। ଏହା କୌଣସି ରୋଗ ନୁହେଁ, ଏହା କୌଣସି ସମସ୍ୟା ମଧ୍ୟ ନୁହେଁ, ଏହା ଏକ ଡିଭାଇନ୍ ଆଲାର୍ମ କ୍ଲକ୍, ଏକ ବୈଦିକ ଘଣ୍ଟି, ଯାହା ଆପଣଙ୍କୁ ଏହା କହିବା ପାଇଁ ବାଜୁଛି ଯେ ଉଠ, ଜାଗ୍ରତ ହୁଅ,
ମୁଁ ତୁମଠାରୁ କିଛି କହିବାକୁ ଚାହୁଁଛି। ଆପଣ ଯାହାକୁ କେବଳ ଏକ ଶାରୀରିକ ଆବଶ୍ୟକତା ଭାବି ଶୌଚାଳୟରେ ପୁଣି ଶୋଇଯାଆନ୍ତି, ସେହି ପ୍ରକୃତରେ ଏକ ସୁନେଲି ଅବସର ଯାହାକୁ ଆପଣ ପ୍ରତି ରାତି ନଷ୍ଟ କରୁଛନ୍ତି। ସେହି ଏକ ମୁଲାକାତ ସମୟ ଯାହା ପରମାତ୍ମା ଆପଣଙ୍କ ପାଇଁ ନିର୍ଦ୍ଧାରିତ କରିଛନ୍ତି ଏବଂ ଆପଣ ସେହି ମୁଲାକାତକୁ ଅଜାଣତରେ ଅସ୍ୱୀକାର କରି ପୁଣି ନିଜର ନିଦ୍ରାର ଦୁନିଆକୁ ଫେରିଯାଆନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ବ୍ରହ୍ମାଣ୍ଡର ଏହି ଶକ୍ତି ଆଖିରେ ଆପଣଙ୍କ ଠାରୁ ହିଁ କାହିଁକି ଯୋଗାଯୋଗ କରିବାକୁ ଚାହାନ୍ତି? ଲକ୍ଷ ଲକ୍ଷ କୋଟି କୋଟି ଲୋକ ଶୋଇଛନ୍ତି, କିନ୍ତୁ ଏହି ସଂକେତ କେବଳ ଆପଣଙ୍କୁ ହିଁ କାହିଁକି ମିଳୁଛି? ଏହାର ଉତ୍ତର ଆପଣଙ୍କ ଭିତରେ ଆପଣଙ୍କ ଆତ୍ମାର ଯାତ୍ରାରେ ଲୁଚି ରହିଛି। ପ୍ରଥମ ଓ ସବୁଠାରୁ ବଡ଼ କାରଣ ହେଉଛି ଆପଣଙ୍କ ଆତ୍ମା ଜାଗ୍ରତ ହେବାର କଡ଼ାରେ ଅଛି। ଆପଣଙ୍କ ଏହି ଜନ୍ମର କିମ୍ବା ପୂର୍ବଜନ୍ମ ଗୁଡ଼ିକର ପୁଣ୍ୟକର୍ମ, ଆପଣଙ୍କ ସାଧନା, ଆପଣଙ୍କ ପ୍ରାର୍ଥନା ଗୁଡ଼ିକ ଏବେ ଫଳପ୍ରଦ ହେଉଛି। ଆପଣଙ୍କ ଚେତନାର ସ୍ତର ଏବେ ସେହି ମୁକାମରେ ପହଞ୍ଚୁଛି ଯେଉଁଠାରେ ଦିବ୍ୟ ଶକ୍ତି ଗୁଡ଼ିକ ଆପଣଙ୍କ ସହିତ ସିଧା ସମ୍ପର୍କ ସ୍ଥାପନ କରିପାରନ୍ତି। ଆପଣ ସେହି ବଛା ବଛା ଆତ୍ମା ଗୁଡ଼ିକ ମଧ୍ୟରୁ ଜଣେ, ଯାହାକୁ ବ୍ରହ୍ମାଣ୍ଡ ନିଜର ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ କରୁଛି। ଆପଣଙ୍କ ନିଦ୍ରାର ଏପରି ଖୋଲିବା ଏହାର ପ୍ରମାଣ ଯେ ଆପଣଙ୍କ ଭିତରେ ଆଧ୍ୟାତ୍ମିକ ଊର୍ଜାର ପ୍ରବାହ ବଢ଼ୁଛି। ଆପଣଙ୍କ ଆତ୍ମା ଏବେ ସାଂସାରିକ ନିଦ୍ରାରୁ ଜାଗ୍ରତ ହୋଇ ପରମାତ୍ମାଙ୍କ ଚେତନାରେ ଜାଗ୍ରତ ହେବାକୁ ଚାହୁଁଛି ଏବଂ ପରିଶ୍ରାର ଇଚ୍ଛା ତ କେବଳ ଏକ ବାହାନା। ପ୍ରକୃତ ଉଦ୍ଦେଶ୍ୟ ତ ଆପଣଙ୍କୁ ସେହି ବ୍ରହ୍ମ ମୁହୂର୍ତ୍ତରେ ଜାଗ୍ରତ କରି ସେହି ବ୍ରହ୍ମାଣ୍ଡୀୟ ଊର୍ଜା ସହିତ ଯୋଡ଼ିବା। ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ କାରଣ, ଆପଣ ପିତୃଗଣ ଅର୍ଥାତ୍ ଆପଣଙ୍କ ପୂର୍ବଜନ୍ମ ସହିତ ଜଡ଼ିତ। ହିନ୍ଦୁ ଧର୍ମରେ ପିତୃଗଣଙ୍କ ସ୍ଥାନ ଦେବତାମାନଙ୍କ ସମାନ ହିଁ ମନାଯାଇଛି। ସେମାନେ ସୂକ୍ଷ୍ମ ଲୋକରେ ରହି ବି ନିଜର ପରିବାର ସହିତ ଜଡ଼ିତ ରହିଥାନ୍ତି। ବ୍ରହ୍ମ ମୁହୂର୍ତ୍ତ ସେହି ସମୟ ଯେତେବେଳେ ସ୍ଥୂଳ ଜଗତ ଓ ସୂକ୍ଷ୍ମ ଜଗତ, ଏହି ଦୁଇ ଜଗତ ମଧ୍ୟରେ ଥିବା ପରଦା ସବୁଠାରୁ ପତଳା ହୋଇଯାଏ। ଏହି ସମୟରେ ଆମର ପୂର୍ବ ଜଗତ ଆମ ସହିତ ସବୁଠାରୁ ସହଜରେ ଯୋଗାଯୋଗ କରିପାରନ୍ତି। ଯଦି ଆପଣଙ୍କ ନିଦ୍ରା ନିୟମିତ ଭାବେ 3ଟାରୁ 5ଟା ମଧ୍ୟରେ ଖୋଲୁଛି, ତ ଏହା ଏକ ବହୁତ ବଡ଼ ସଂକେତ ଯେ ଆପଣଙ୍କ ପୂର୍ବଜନ୍ମଗଣ ଆପଣଙ୍କ ଠାରୁ କିଛି କହିବାକୁ ଚାହୁଁଛନ୍ତି। ହୋଇପାରେ ସେମାନେ କୌଣସି କଥାରେ କଷ୍ଟରେ ଅଛନ୍ତି ଏବଂ ଆପଣଙ୍କ ଠାରୁ ନିଜ ଶାନ୍ତି ପାଇଁ ପ୍ରାର୍ଥନା କିମ୍ବା କୌଣସି କର୍ମର ଆଶା କରୁଛନ୍ତି। ହୋଇପାରେ ସେମାନେ ଆପଣଙ୍କ ଜୀବନରେ ଆସୁଥିବା କୌଣସି ବଡ଼ ଖୁସିର ସଂକେତ ଦେଉଛନ୍ତି କିମ୍ବା କୌଣସି ଆସୁଥିବା ସଙ୍କଟରୁ ଆପଣଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି। କିମ୍ବା ହୋଇପାରେ ସେମାନେ କେବଳ ଆପଣଙ୍କୁ ନିଜର ସ୍ନେହ ଓ ଆଶୀର୍ବାଦ ଦେବାକୁ ଚାହୁଁଛନ୍ତି। ସେମାନେ ଆପଣଙ୍କୁ କେବଳ ଏହା କହିବାକୁ ଚାହୁଁଛନ୍ତି ଯେ ଆମେ ତୁମ ସହିତ ଅଛୁ, ତୁମେ ଏକା ନୁହଁ। ଯେତେବେଳେ ଆପଣ ଉଠି ପରିଶ୍ରା ଯାଆନ୍ତି, ସେହି ସମୟରେ ସେମାନେ ଆପଣଙ୍କ ସବୁଠାରୁ ନିକଟରେ ରହିଥାନ୍ତି, ଆପଣଙ୍କୁ ଦେଖୁଥାନ୍ତି। ଆପଣଙ୍କର ପ୍ରତି ରାତି ଏପରି ଜାଗ୍ରତ ହେବା ଆପଣଙ୍କ ଓ ଆପଣଙ୍କ ପିତୃଗଣଙ୍କ ମଧ୍ୟରେ ଏକ ସେତୁର କାମ ସୃଷ୍ଟି କରୁଛି। ତୃତୀୟ ରହସ୍ୟମୟ କାରଣ, ଆପଣଙ୍କ ଇଷ୍ଟଦେବ ସହ ଜଡ଼ିତ। ପ୍ରତ୍ୟେକ ବ୍ୟକ୍ତିର ଏକ ଇଷ୍ଟଦେବ ରହିଥାଏ, ଏକ ଏପରି ଦେବୀ କିମ୍ବା ଦେବତାଙ୍କ ସ୍ୱରୂପ ଯାହା ସହିତ ତାଙ୍କ ଆତ୍ମାର ଗଭୀର ସମ୍ପର୍କ ରହିଥାଏ। ହୋଇପାରେ ଆପଣ ନିଜର ଜୀବନର ଭାଗଦୌଡ଼ରେ ନିଜର ଦାୟିତ୍ୱ ଗୁଡ଼ିକରେ ଏତେ ଉଲଝି ଯାଇଛନ୍ତି ଯେ ଆପଣ ନିଜର ଇଷ୍ଟକୁ ସମୟ ଦେବା, ତାଙ୍କର ପୂଜା ଅର୍ଚ୍ଚନା କରିବା ଭୁଲି ଯାଇଛନ୍ତି। ଆପଣଙ୍କର ଏପରି ବ୍ରହ୍ମ ମୁହୂର୍ତ୍ତରେ ଜାଗ୍ରତ ହେବା ଆପଣଙ୍କ ଇଷ୍ଟ ଦେବତାଙ୍କ ପୁକାର। ସେମାନେ ଆପଣଙ୍କୁ ମନେ ପକାଉଛନ୍ତି ଯେ ମୁଁ ତୁମର ଅପେକ୍ଷାରେ ଅଛି। ଏହି ସମୟ କେବଳ ମୋ ପାଇଁ। ଆସ, ମୋ ସହିତ କଥା ହୁଅ, ନିଜର ମନର ବୋଝ ହାଲକା କର। ଏହା ସେହି ସମୟ ଯେତେବେଳେ ଆପଣଙ୍କ ପ୍ରାର୍ଥନା ସିଧାସଳଖ ଆପଣଙ୍କ ଇଷ୍ଟ ପର୍ଯ୍ୟନ୍ତ ପହଞ୍ଚିଯାଏ, କୌଣସି ବାଧା ବିନା। ଏହି ସମୟରେ କରାଯାଇଥିବା ଏକ ପୁକାର ବି ଦିନରେ କରାଯାଇଥିବା 100 ଯଜ୍ଞର ସମାନ ଫଳ ଦେଇପାରେ। ପରମାତ୍ମା ଆପଣଙ୍କ ଠାରୁ ସେହି ଦିବ୍ୟ ମୌନର ସଂଳାପ କରିବାକୁ ଚାହାନ୍ତି ଏବଂ ଏହି କାରଣରେ ସେ ଆପଣଙ୍କୁ ଏହି ବିଶେଷ ସମୟରେ ଜାଗ୍ରତ କରନ୍ତି। ଚତୁର୍ଥ କାରଣ, ଆପଣଙ୍କ ଶରୀର ଓ ବ୍ରହ୍ମାଣ୍ଡର ସମ୍ପର୍କ ସହିତ ଜଡ଼ିତ। ଆମର ପ୍ରାଚୀନ ବିଜ୍ଞାନ ଆୟୁର୍ବେଦ ଅନୁସାରେ ଆମର ଶରୀର ପଞ୍ଚତତ୍ତ୍ୱ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଏହି ପଞ୍ଚତତ୍ତ୍ୱରୁ ଗଠିତ ଏବଂ ଆମ ଶରୀରକୁ 3 ଦୋଷ ବାତ, ପିତ୍ତ ଓ କଫ ସନ୍ତୁଳିତ କରି ରଖିଥାନ୍ତି। ରାତିର ଯେଉଁ ଅନ୍ତିମ ପ୍ରହର ଅର୍ଥାତ୍ ପ୍ରାୟ
2ଟା ବଜେ ଠାରୁ ସକାଳ 6ଟା ବଜାଏ ପର୍ଯ୍ୟନ୍ତ ସମୟ ଏହା ବାତର ସମୟ। ବାତର ଗୁଣ ହେଉଛି ଗତି ଦେବା, ଚଳନଶୀଳ କରିବା। ଶରୀରରୁ ମଳମୂତ୍ରର ବିସର୍ଜନ ବି ବାତର ହିଁ ଏକ କ୍ରିୟା। ବ୍ରହ୍ମ ମୁହୂର୍ତ୍ତରେ ଯେତେବେଳେ ବ୍ରହ୍ମାଣ୍ଡର ଊର୍ଜା ପ୍ରାଣ ନିଜର ଚରମରେ ରହିଥାଏ ତ ସେ ଶରୀରର ବାତ ଦୋଷକୁ ବି ପ୍ରଭାବିତ କରିଥାଏ। ଏହା ଏକ ପ୍ରାକୃତିକ ସାମଞ୍ଜସ୍ୟ। ବ୍ରହ୍ମାଣ୍ଡୀୟ ଊର୍ଜାର ଜାଗରଣ ଆପଣଙ୍କ ଶରୀରର ଊର୍ଜାକୁ ବି ଜାଗ୍ରତ କରିଥାଏ, ଯାହାଫଳରେ ବାତର ଗତି ବଢ଼ିଥାଏ ଏବଂ ଆପଣଙ୍କୁ ମୂତ୍ର ବିସର୍ଜନର ଇଚ୍ଛା ହୋଇଥାଏ। ତେଣୁ ଯାହାକୁ ଆପଣ କେବଳ ଏକ ଶାରୀରିକ କ୍ରିୟା ଭାବୁଛନ୍ତି, ସେହି ପ୍ରକୃତରେ ଆପଣଙ୍କ ଶରୀରର ବ୍ରହ୍ମାଣ୍ଡୀୟ ଘଣ୍ଟା ସହିତ ତାଳମେଳ ବସାଇବ। ଆପଣଙ୍କ ଶରୀର ଆପଣଙ୍କୁ କହୁଛି ଯେ ବାହାରେ ବ୍ରହ୍ମାଣ୍ଡରେ ଯାହା ଘଟୁଛି ସେହି ମୋ ଭିତରେ ବି ଘଟୁଛି। ଏହା ସ୍ଥୂଳ ଶରୀର ଓ ସୂକ୍ଷ୍ମ ବ୍ରହ୍ମାଣ୍ଡର ଏକାତ୍ମ ହେବାର ଅଦ୍ଭୁତ ପ୍ରମାଣ। ତେଣୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଯଦି ଏହା ଏତେ ବଡ଼ ସଂକେତ ତ ଆମେ କ'ଣ କରିବା ଉଚିତ? ଏହି ଅବସରରେ ଲାଭ କିପରି ଉଠାଇବା? ପରବର୍ତ୍ତୀ ଥର ଯେତେବେଳେ ଆପଣଙ୍କ ନିଦ୍ରା ସକାଳ 3ଟାରୁ 5ଟା ମଧ୍ୟରେ ପରିସ୍ରା ଯିବା ପାଇଁ ଖୋଲିବ ତ ଏହାକୁ ଏକ ବୋଝ କିମ୍ବା ଅସୁବିଧା ଭାବିବେ ନାହିଁ। ଏହାକୁ ଏକ ସୌଭାଗ୍ୟ ମନେ କରନ୍ତୁ, ଏକ ଏପରି ସୌଭାଗ୍ୟ ଯାହା କୋଟିଏ ମଧ୍ୟରୁ କାହାକୁ ମିଳିଥାଏ। ସର୍ବପ୍ରଥମେ ଯେତେବେଳେ ଆପଣ ଉଠିବେ ତ ମନରେ କ୍ରୋଧ କିମ୍ବା ଅସ୍ଥିରତା ନ ଆଣନ୍ତୁ, ବରଂ ମନ ହିଁ ମନ ସେହି ଅଦୃଶ୍ୟ ଶକ୍ତିକୁ ଧନ୍ୟବାଦ ଦିଅନ୍ତୁ ଯାହା ଆପଣଙ୍କୁ ଏହି ଅମୃତ ବେଳାରେ ଜାଗ୍ରତ କରିଛି। ଶାନ୍ତିରେ ଉଠି ଶୌଚାଳୟ ଯାଆନ୍ତୁ। ଯେତେବେଳେ ଆପଣ ଫେରିବେ ତ ତୁରନ୍ତ ବିଛଣାରେ ଯାଇ ଶୋଇବାର ଚେଷ୍ଟା ନ କରନ୍ତୁ। ବାସ୍ ଏହି ହିଁ ସେହି ଭୁଲ ଯାହା ଆପଣ ଏପର୍ଯ୍ୟନ୍ତ କରିଆସିଛନ୍ତି। ନିଜର ହାତ, ଗୋଡ଼ ଓ ମୁହଁକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ବଳି ରହିଥିବା ନିଦ୍ରା ବି ଚାଲିଯିବ ଏବଂ ଆପଣ ତାଜଗି ଅନୁଭବ କରିବେ। ଏବେ ନିଜର ଘରର କୌଣସି ଶାନ୍ତ କୋଣରେ କିମ୍ବା ନିଜର ପୂଜା ଘରେ କିମ୍ବା ଯଦି ସମ୍ଭବ ହୁଏ ତ ଖୋଲା ବାୟୁରେ ଯାଇ ଏକ ଆସନ କରି ବସି ପଡ଼ନ୍ତୁ। ଆପଣଙ୍କୁ କୌଣସି ବହୁତ ବଡ଼ ପୂଜା କିମ୍ବା କର୍ମକାଣ୍ଡ କରିବାକୁ ପଡ଼ୁନାହିଁ। ବାସ୍ ଶାନ୍ତ ହୋଇ ବସି ପଡ଼ନ୍ତୁ, ନିଜ ଆଖି ବନ୍ଦ କରି ନିଅନ୍ତୁ, ନିଜ ମେରୁଦଣ୍ଡକୁ ସିଧା ରଖନ୍ତୁ ଏବଂ ବାସ୍ ନିଜର ଆସୁଥିବା ଯାଉଥିବା ଶ୍ୱାସ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ। ଅନୁଭବ କରନ୍ତୁ ଯେ ଆପଣ ଯେଉଁ ଶ୍ୱାସ ଭିତରକୁ ନେଉଛନ୍ତି ସେହି କୌଣସି ସାଧାରଣ ବାୟୁ ନୁହେଁ, ବରଂ ସେ ବ୍ରହ୍ମ ମୁହୂର୍ତ୍ତର ଦିବ୍ୟ ପ୍ରାଣ ଊର୍ଜା ଯାହା ଆପଣଙ୍କ କଣ କଣକୁ ପବିତ୍ର କରୁଛି। ଏବଂ ଯେତେବେଳେ ଆପଣ ଶ୍ୱାସ ଛାଡ଼ୁଛନ୍ତି ତ ଆପଣଙ୍କ ଭିତରେ ସମସ୍ତ ନକାରାତ୍ମକତା, ସମସ୍ତ ବିକାର, ସମସ୍ତ ଚିନ୍ତା ଗୁଡ଼ିକ ବାହାରକୁ ବାହାରି ଯାଉଛି। କିଛି ମୁହୂର୍ତ୍ତ ଏହି ମୌନରେ ବସି ରୁହନ୍ତୁ। ଏହି ସମୟରେ ବ୍ରହ୍ମାଣ୍ଡ ଆପଣଙ୍କ ଠାରୁ କଥା କହିବାକୁ ଚାହାନ୍ତି। ଆପଣଙ୍କୁ କେବଳ ଏକ ଶାନ୍ତ ଶ୍ରୋତା ହେବାକୁ ପଡ଼ିବ। ହୋଇପାରେ ଆପଣଙ୍କ ମନରେ କୌଣସି ବିଚାର ଉଦୟ ହୋଇଯିବ, କୌଣସି ଏପରି ସମାଧାନ ମିଳିଯିବ ଯାହା ଆପଣ ମାସ ମାସ ଧରି ଖୋଜୁଛନ୍ତି। ହୋଇପାରେ ଆପଣଙ୍କୁ ନିଜର କୌଣସି ପ୍ରିୟଜନର ସ୍ମୃତି ଆସିଯିବ ଯାହାକୁ ଆପଣ ପ୍ରେମ ଓ ସହାୟତାର ଆବଶ୍ୟକତା ଅଛି। ହୋଇପାରେ ଆପଣଙ୍କୁ ନିଜ ଭିତରେ ଏକ ଅସୀମ ଶାନ୍ତିର ଅନୁଭବ ହେବ, ଏକ ଏପରି ଶାନ୍ତି ଯାହା ଆପଣ ପୂର୍ବରୁ କେବେ ଅନୁଭବ କରିନଥିବେ। ଯଦି ଆପଣ ଚାହାନ୍ତି ତ ନିଜ ଇଷ୍ଟ ଦେବତାଙ୍କ ଧ୍ୟାନ କରିପାରନ୍ତି କିମ୍ବା ଓମ୍ ମନ୍ତ୍ରର ଧୀରେ ସ୍ୱରରେ ଜପ କରିପାରନ୍ତି। ଓମ୍ ଧ୍ୱନି ଏହି ସମୟରେ ବ୍ରହ୍ମାଣ୍ଡର ଧ୍ୱନି ସହିତ ଏକାକାର ହୋଇଯାଏ ଏବଂ ଆପଣଙ୍କ ଚେତନାକୁ ଅନେକ ଗୁଣ ଉପରକୁ ଉଠାଇ ଦିଏ। ଆପଣ ନିଜର ପିତୃଗଣଙ୍କୁ ବି ସ୍ମରଣ କରିପାରନ୍ତି। ମନ ହିଁ ମନ ସେମାନଙ୍କ ଠାରୁ ପ୍ରାର୍ଥନା କରନ୍ତୁ, ହେ ମୋର ପୂର୍ବଜନଗଣ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ମୋ ଉପରେ ଓ ମୋ ପରିବାର ଉପରେ ଆପଣଙ୍କ କୃପା ଦୃଷ୍ଟି ରଖନ୍ତୁ। ଯଦି ମୋ ଠାରୁ କୌଣସି ଭୁଲ ହୋଇଯାଏ ତ ମୋତେ କ୍ଷମା କରନ୍ତୁ। ବିଶ୍ୱାସ କରନ୍ତୁ, ଆପଣଙ୍କ ଏହି ଛୋଟ ପ୍ରାର୍ଥନା ସେମାନଙ୍କ ପର୍ଯ୍ୟନ୍ତ ତୁରନ୍ତ ପହଞ୍ଚିଯିବ ଏବଂ ତାଙ୍କର ଆଶୀର୍ବାଦ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ପ୍ରତ୍ୟେକ ସଙ୍କଟରୁ ରକ୍ଷା କରିବ। ଆରମ୍ଭରେ ହୋଇପାରେ ଆପଣଙ୍କ ମନ ଭଟକିଯିବ, ହୋଇପାରେ ଆପଣଙ୍କୁ ନିଦ୍ରା ପୁଣି ସତାଇବ, କିନ୍ତୁ ହାର ମାନନ୍ତୁ ନାହିଁ। କେବଳ 5 କିମ୍ବା 10 ମିନିଟରୁ ଆରମ୍ଭ କରନ୍ତୁ। ଧୀରେ ଧୀରେ ଆପଣ ଦେଖିବେ ଯେ ଆପଣଙ୍କୁ ଏହି ସମୟରେ ବସିବା ଭଲ ଲାଗୁଛି। ଆପଣଙ୍କ ଶରୀର ଓ ମନ ସ୍ୱୟଂ ଏହି ଦିବ୍ୟ ମୁଲାକାତ ପାଇଁ ଆଗ୍ରହୀ ହେବାକୁ ଲାଗିବ। ଏହା ଏକ କ୍ରମିକ ପ୍ରକ୍ରିୟା। ଏହା ଆପଣଙ୍କ ଆତ୍ମାର ତୃଷ୍ଣା ଯାହା ଏବେ ଜାଗ୍ରତ ହୋଇଛି। ପ୍ରତି ରାତି ଯେତେବେଳେ ଆପଣ ଏହି ନିୟମ ପାଳନ କରିବେ ତ ଆପଣ ଦେଖିବେ ଯେ ଆପଣଙ୍କ ଜୀବନରେ ଚମତ୍କାରିକ ପରିବର୍ତ୍ତନ ଆସିବାକୁ ଲାଗିଛି।
ଆପଣଙ୍କ ମୁହଁରେ ଏକ ଅଲଗା ହିଁ ତେଜ ଆସିବାକୁ ଲାଗିବ। ଆପଣଙ୍କ ମନରେ ଅଯଥା ଚିନ୍ତା ଓ ଭୟ ଅନ୍ତ ହେବାକୁ ଲାଗିବ। ଆପଣଙ୍କ ରୁହି ରହିଥିବା କାମଗୁଡ଼ିକ ନିଜେ ହିଁ ହେବାକୁ ଲାଗିବ। ଲୋକେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବେ ଏବଂ ଆପଣଙ୍କ ଠାରୁ ପରାମର୍ଶ ମାଗିବାକୁ ଲାଗିବେ। ଆପଣଙ୍କୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକର ପୂର୍ବାଭାସ ହେବାକୁ ଲାଗିବ। ଏହା କୌଣସି ଅନ୍ଧବିଶ୍ୱାସ ନୁହେଁ, ଏହା ଉର୍ଜାର ବିଜ୍ଞାନ। ଆପଣ ସେହି ସମୟରେ ସଦୁପଯୋଗ କରିବା ଶିଖି ନେଇଛନ୍ତି ଯେତେବେଳେ ବ୍ରହ୍ମାଣ୍ଡ ନିଜର ସମସ୍ତ ଶକ୍ତି ଗୁଡ଼ିକୁ ଲୁଟାଇ ଦେଉଛି। ଆପଣ ସେହି ଖଜାନାର ଚାବି ପାଇ ନେଇଛନ୍ତି ଯାହାକୁ ଲୋକେ ଜୀବନଭର ଖୋଜୁଛନ୍ତି। ଭାବନ୍ତୁ, ସେହି ଦିବ୍ୟ ଶକ୍ତି ଆପଣଙ୍କୁ ପ୍ରତିଦିନ ଏକ ଅବସର ଦେଉଛି। ସେ ପ୍ରତିଦିନ ଆପଣଙ୍କ ଦ୍ୱାରରେ ଠକ୍ ଠକ୍ କରୁଛନ୍ତି ଏବଂ ଆପଣ ତାହାକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଏବେ ଏହି ରହସ୍ୟ ଜାଣିବା ପରେ ଆପଣ ଏପରି କରିବେ ନାହିଁ। ଏବେ ଆପଣ ଜାଣିବେ ଯେ ଆପଣଙ୍କ ନିଦ୍ରାର ଭାଙ୍ଗିବା ଏକ ସମସ୍ୟା ନୁହେଁ, ବରଂ ଆପଣଙ୍କ ଜୀବନର ସବୁଠାରୁ ବଡ଼ ସମାଧାନ। ଏହା ଏକ ସଂକେତ ଯେ ଆପଣ ସାଧାରଣ ମନୁଷ୍ୟ ନୁହନ୍ତି। ଆପଣଙ୍କ ଜୀବନର ଉଦ୍ଦେଶ୍ୟ କେବଳ ଖାଇବା, ପିଇବା, ଶୋଇବା ଓ ନିଜର ଦାୟିତ୍ୱ ଗୁଡ଼ିକ ପୂରଣ କରିବା ନୁହେଁ। ଆପଣଙ୍କ ଜୀବନ ଏକ ଉଚ୍ଚତର ଉଦ୍ଦେଶ୍ୟ ଅଛି, ଏକ ଆଧ୍ୟାତ୍ମିକ ଲକ୍ଷ୍ୟ ମଧ୍ୟ ଅଛି ଏବଂ ଏବେ ସମୟ ଆସିଛି ସେହି ଲକ୍ଷ୍ୟ ଆଡ଼କୁ ନିଜର ପ୍ରଥମ ପାଦ ବଢ଼ାଇବାର। ଏହି ଘଟଣାରୁ ଡରନ୍ତୁ ନାହିଁ, ଏହାକୁ ଆଲିଙ୍ଗନ କରନ୍ତୁ। ଏହା ବ୍ରହ୍ମାଣ୍ଡର ପ୍ରେମ ପତ୍ର ଯାହା ବିଶେଷ ଭାବେ ଆପଣଙ୍କ ପାଇଁ ପଠାଯାଇଛି। ଏହାକୁ ଖୋଲନ୍ତୁ, ଏହାକୁ ପଢ଼ନ୍ତୁ ଏବଂ ଏହାକୁ ନିଜ ଜୀବନରେ ଉତାରନ୍ତୁ। ଆପଣ ଦେଖିବେ ଯେ ଆପଣଙ୍କ ଜୀବନ ପୂର୍ବ ଭଳି ରହିବ ନାହିଁ। ଆପଣ ଭିତରୁ ଶାନ୍ତ, ବାହାରୁ ସଫଳ ଓ ଆତ୍ମାରୁ ତୃପ୍ତ ଅନୁଭବ କରିବେ। ତେଣୁ ପରବର୍ତ୍ତୀ ଥର ଯେତେବେଳେ ରାତିର ନୀରବତାରେ 3ଟାରୁ 5ଟା ମଧ୍ୟରେ ଆପଣଙ୍କ ଆଖି ଖୋଲିବ ତ ଚକିତ ହେବେ ନାହିଁ, ହସିବେ ଏବଂ ମନରେ କହିବେ, ମୁଁ ଜାଣୁଛି ଏହାର କାରଣ ପୁକାର। ମୁଁ ପ୍ରସ୍ତୁତ ଅଛି। ଏହି ଜ୍ଞାନ, ଏହି ରହସ୍ୟ ଆମର ପୂର୍ବଜନ ଆମକୁ ଦେଇଛନ୍ତି। ଏହା ଆମର ଧର୍ମଗ୍ରନ୍ଥ ଗୁଡ଼ିକରେ ଲୁଚି ରହିଥିବା ଖଜାନା। ଆଜି ଆମେ କେବଳ ସେହି ଖଜାନାରୁ ଏକ ଛୋଟ ମୋତି ବାହାର କରି ଆପଣଙ୍କ ସାମ୍ନାରେ ରଖିଛୁ। ଏପରି ନ ଜାଣି କେତେ ରହସ୍ୟ ଆମର ସଂସ୍କୃତିର, ଆମର ପରମ୍ପରା ଗୁଡ଼ିକରେ ଲୁଚି ରହିଛି। ଯଦି ଏହି ସୂଚନା ଆପଣଙ୍କ ହୃଦୟକୁ ଛୁଇଁଛି, ଯଦି ଆପଣଙ୍କୁ ଲାଗୁଛି ଯେ ଆଜି ଆପଣଙ୍କୁ ନିଜର ଜୀବନର ଏକ ବହୁତ ବଡ଼ କାହିଁକିର ଉତ୍ତର ମିଳିଛି, ତ ଏହି ଜ୍ଞାନର ଜ୍ୟୋତିକୁ କେବଳ ନିଜ ପାଖରେ ସୀମିତ ରଖନ୍ତୁ ନାହିଁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ପାଖରେ ଏହିପରି ଗଭୀର ଓ ଜୀବନକୁ ବଦଳାଇ ଦେବା ରହସ୍ୟ ଗୁଡ଼ିକ ପହଞ୍ଚାଇ ପାରିବୁ। ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଯାହାଦ୍ୱାରା ଏହି ଜ୍ଞାନ ଅଧିକ ଲୋକଙ୍କ ପାଖରେ ବି ପହଞ୍ଚିବ ଏବଂ ସେମାନଙ୍କ ଜୀବନ ବି ସୁନ୍ଦର ହୋଇପାରିବ। ଏବଂ ଏହାକୁ ନିଜ ସାଙ୍ଗମାନଙ୍କ, ନିଜ ପରିବାରଜନଙ୍କ, ନିଜ ପ୍ରିୟଜନମାନଙ୍କ ସହିତ ଅବଶ୍ୟ ସେୟାର କରନ୍ତୁ। କିଏ ଜାଣେ ଆପଣଙ୍କ ଏକ ସେୟାରରୁ କାହାର ସକାଳର ନିଦ୍ରା ରହସ୍ୟ ଖୋଲିଯିବ ଏବଂ ତାଙ୍କ ଶୋଇ ରହିଥିବା ଭାଗ୍ୟ ଜାଗ୍ରତ ହୋଇଯିବ। ଆପଣଙ୍କ ଏକ ଛୋଟ ପ୍ରୟାସ କାହାର ଜୀବନରେ ଏକ ବହୁତ ବଡ଼ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ତେଣୁ ବନ୍ଧୁଗଣ, ଆପଣମାନେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ରହୁଛି। ଭିଡ଼ିଓଟିକୁ ପୁରା ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।